ମହିଳାମାନଙ୍କ ଖାତାକୁ ଆସିବ ସୁଭଦ୍ରା ଟଙ୍କାର ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା। ଯେଉଁମାନେ ପ୍ରଥମ କିସ୍ତିର ଯେଉଁ ଟଙ୍କା ପାଇନାହାନ୍ତି ଆଉ ସେମାନଙ୍କ ଯେଉଁ ମହିଳାମାନେ ଏପର୍ଯ୍ୟନ୍ତ ଆହୁରି ବଞ୍ଚିତ ଅଛନ୍ତି, ତ ସେଇମାନଙ୍କ ପାଇଁ ଆଜି ସୁଭଦ୍ରା ଟଙ୍କାର ପ୍ରଥମ କିସ୍ତିର ଟଙ୍କାର ଯେଉଁ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କାଟା ଆଜି ସେମାନଙ୍କ ଖାତାକୁ ଆସିବ। ଆଉ ଏଇଟା 2 ଦିନ ମଧ୍ୟ ଚାଲୁ ରହିବ। ଆଉ ଗୋଟେ କଥା, ଏ ନେଇ ମାର୍ଚ୍ଚ 1 ତାରିଖରେ ଏକ୍ସରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସୂଚନା ମଧ୍ୟ ଦିଆଯାଇଥିଲା। ଏହାର ଦିନକ ପରେ ଅର୍ଥାତ୍ 8 ତାରିଖ ଦିନ ଆପଣଙ୍କ ପାଖକୁ ପୁଣି ଥରେ 5,000 ଟଙ୍କା ଆସିବ, ଯେଉଁଟାକି ଦ୍ୱିତୀୟ କିସ୍ତି ଯେଉଁଟା। ପ୍ରଥମ କିସ୍ତିରେ ଯେଉଁଟା ଆପଣମାନେ 5,000 ଟଙ୍କା ପାଇଥିଲେ, ପୁଣି ଆଉ ଯେଉଁ ଦ୍ୱିତୀୟ କିସ୍ତି ଅଛି ସେଇ କିସ୍ତିଟା ସେମାନେ ପୁଣି 8 ତାରିଖ ଦିନ ଆସିବ। ଆଉ କିନ୍ତୁ ବର୍ତ୍ତମାନ ଯେଉଁଟା ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ଯେଉଁମାନଙ୍କ ଖାତାକୁ ଆସିନି, ତ ସେଇଟା ଆଜି ହିଁ ଆସିବ, ଯେଉଁଟାକି ମାର୍ଚ୍ଚ 1 ତାରିଖ ଦିନ ଏକ୍ସରେ ମୁଖ୍ୟମନ୍ତ୍ରୀ ମଧ୍ୟ ସୂଚନା ଦେଇଥିଲେ। ତା ସହିତ ଆପଣମାନଙ୍କ ପାଖକୁ ଏକାଥରେ ଯେଉଁମାନଙ୍କର ଟଙ୍କା ଆସିନଥିଲା, ପୁରୁଣା ଟଙ୍କା ଆଉ ଏଥର ଟଙ୍କା ନ ଆସିକି ଏକାଥରେ 8 ତାରିଖ ଦିନ ଆପଣଙ୍କ ପାଖକୁ 10,000 ଟଙ୍କା ଏକାଠି ଆସିବ। ଯେଉଁ 10,000 ଟଙ୍କା ଆସିବ, ସେଇଟା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନେଇ ବଡ଼ ଅପଡେଟ୍ ମଧ୍ୟ ଦେଇଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ ଜନମଙ୍ଗଳକାରୀ ଯୋଜନା ଏଥିରୁ ବଞ୍ଚିତ ହୋଇଥିବା ମହିଳାମାନଙ୍କୁ ଖୋଜାଯାଇଛି ଆଉ ହିତାଧିକାରୀଙ୍କର ଘର ଘର ବୁଲି ମଧ୍ୟ ସର୍ଭେ କରାଯାଇଛି। ଏନେଇ ମାର୍ଚ୍ଚ 31ରେ ଆବେଦନ ପ୍ରକ୍ରିୟାକୁ ମଧ୍ୟ ବନ୍ଦ କରାଯିବ। ଯେଉଁମାନେ ଆବେଦନ କରିଛନ୍ତି ଆଉ ଯେଉଁମାନେ ଆବେଦନ କରିନାହାନ୍ତି, ତ ସେମାନଙ୍କର ମାର୍ଚ୍ଚ 31 ତାରିଖ ସୁଦ୍ଧା ପରଠାରୁ ଆଉ ଆବେଦନ କରିପାରିବେନି। ବର୍ତ୍ତମାନ ସୁଦ୍ଧା 1,08,00,000 ମହିଳା ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଛନ୍ତି, ଯେଉଁଥିରୁ 4ଟି ପର୍ଯ୍ୟାୟରେ 1,20,00,000 ମହିଳାଙ୍କୁ ପ୍ରଥମ କିସ୍ତିର ଟଙ୍କା ମିଳିସାରିଛି। ଆଉ ଯେଉଁ ଯେଉଁ ମହିଳାମାନେ ଟଙ୍କା ପାଇନାହାନ୍ତି, ତ ଆଜି ହିଁ ଯେଉଁଟା ଆପଣମାନଙ୍କର ଯେଉଁ ପଞ୍ଚମ କିସ୍ତି ଯେଉଁଟା ପ୍ରଥମ ପର୍ଯ୍ୟାୟରେ ଯେଉଁ ପଞ୍ଚମ କିସ୍ତିରେ 4ଟା ପର୍ଯ୍ୟାୟ ଯାଇଛି, ଆଉ ଗୋଟେ ପଞ୍ଚମ ପର୍ଯ୍ୟାୟରେ ଆପଣମାନଙ୍କୁ ଯେଉଁ ଆଉ 5,000 ଟଙ୍କା ମିଳିଯିବ। ଆରମ୍ଭ ହେବାକୁ ଥିବା ସର୍ଭେ ପରେ ଯେଉଁମାନେ ବାହାରିବେ ସେମାନଙ୍କୁ ରକ୍ଷାବନ୍ଧନରେ ଏକାକାଳୀନ 3ଟି କିସ୍ତି ଦିଆଯିବ। ଆଉ ଯେଉଁମାନେ ନ ପାଇବେ, ତ ସେଇମାନଙ୍କୁ ଆମର ଯେଉଁ ରକ୍ଷାବନ୍ଧନ ଦିନ ଏକକାଳୀନ 3ଟି କିସ୍ତି ଦିଆଯିବ ବୋଲିକି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ତ ଏ ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚିନ୍ତ କମେଣ୍ଟ ବକ୍ସରେ ମତାମତ ଦେବେ। ଯଦି ଭଲ ଲାଗିଥାଏ ଭିଡ଼ିଓଟି ଲାଇକ୍ କରିକି ସାଙ୍ଗମାନଙ୍କୁ ସେୟାର କରିବା ପାଇଁ ଜମା ଭୁଲନ୍ତୁନି।